ଆମ ଓଡ଼ିଆ ଘରର ଶାଗ ପଖାଳକୁ କୋଉ ସ୍ପେଶାଲ ଖାଦ୍ୟ ସରି ହବ ବା। ଇଏ ଖରା ଗରମରେ ପଖାଳ ଖାଇ ପେଟ ଥଣ୍ଡା ନ କରି ଗରମ ଖାଇ କ'ଣ ପେଟକୁ ବାମ୍ଫ ଦବୁ? ହଉ ହଉ ମୁଁ ବି ଖାଇଥାନ୍ତି ଯେ ହେଲେ ଇଏ ଗୋଟେ ଜରୁରୀ କାମ ମନେ ପଡ଼ିଗଲା ପରା। ମୁଁ ଯାଉଛି, ତୁ ଖାଉଥା, ମୁଁ ସନ୍ଧ୍ୟାବେଳେ କଥା ହେବି ଆଉ। ମାଳତୀ, ଏ ମାଳତୀ, ଆରେ କୁଆଡ଼େ ଗଲ? ଆରେ କ'ଣ ହେଲା, କାଇଁ ଡାକୁଛ? ଆରେ 9ଟା 9 ବାଜଣୁ ରୋଷେଇ ଘରେ ଏତେ ଝାଳନାଳ ହେଇଗଲାଣି। ହଉ ଆଜି ଆଉ ତମ ଦେହରୁ ଅଧିକା ଝାଳ ବୋହିବନି। ବାପା କାହିଁକି? ଆଜି କ'ଣ ବୋଉ ରୋଷେଇ କରିବନି କି? ହଁ, ଆଜି ବୋଧେ ଆମକୁ ହୋଟେଲରୁ ଖାଇବାକୁ ନେବୁ, ନହେଲେ ହୋଟେଲରୁ ଖାଇବା ଅର୍ଡର କରିବୁ। ଚୁପ୍, ସବୁବେଳେ ତୋର ବାହାର ଖାଦ୍ୟ ଖାଇବାର ମନ। ହଁ ହଇରେ, ଇଏ ଖରା ଗରମର ହୋଟେଲରେ ଖାଦ୍ୟ ଖାଇଲେ ଖାଲି ଡାକ୍ତରକୁ ପଶିବ। କ'ଣ ଆଉ ଝାଳ ବୋଇବ